ମହାମନ୍ତ୍ରୀ ମହାରାଜ ବେଳୁ ବେଳ ହେଉଛି ବ୍ୟଥିତ ମହାରାଜ ସର୍ବାଙ୍ଗ ଶରୀର ମୋର ହୁଏ ପ୍ରକମ୍ପିତ ମହାରାଜ କଣ କହିଗଲା ସେଇ ଦୈବବାଣୀ ମହାରାଜ କିଲିକିଲାର ବଦାଇ କହିଗଲା ସେଇ ଦୈବବାଣୀ ମହାରାଜ ରେ କଂସ ଯେଉଁ ଭଉଣୀ ଦେବକୁ ନେଇ ଯାଉଛୁ ସୁସଜ୍ଜିତ ରଥରେ ପାଟ ପାଳଙ୍କିରେ ତୋରି ଅଷ୍ଟମ ଗର୍ଭର ସନ୍ତାନ ହେବ ତୋର ମୃତ୍ୟୁର କାରଣ ମହାରାଜ ହେଲେ ମହାମନ୍ତ୍ରୀ ମହାରାଜ ସରପୁତ୍ର ବିନାଶ କଲା ପରେ ମହାରାଜ ସପ୍ତମ ଗର୍ଭ ସନ୍ତାନ ଅଦୃଶ୍ୟ ହୋଇଗଲା ମହାରାଜ ଚାହିଁ ରହିଅଛି ମୁଇଁ ଦେବକୀର ଅଷ୍ଟମ ଗର୍ଭ ସନ୍ତାନକୁ ମହାରାଜ ତେବେ ମହାରାଜ କେଉଁ ଦିନ ଜନ୍ମ ନେବ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ମହାରାଜ ମହାମନ୍ତ୍ରୀ ମହାରାଜ ଶୁଣ ସପ୍ତମ ଗର୍ଭ ସନ୍ତାନ ଯେଉଁଭଳି ଭାବରେ ଅଦୃଶ୍ୟ ହୋଇଗଲା ମହାରାଜ ଅଷ୍ଟମ ଗର୍ଭ ସନ୍ତାନ ଯେପରି ଅଦୃଶ୍ୟ ନ ହୁଏ ନା ମହାରାଜ ନା ନିଯୁକ୍ତ ଅଛନ୍ତି ସହସ୍ର ବୁଦ୍ଧୁଶୂଳିଗଣ ମହାରାଜ ସେଇ ପାଷାଣରେ ନିର୍ମିତ କାରାଗୃହ ମଧ୍ୟକୁ ପିମ୍ପୁଡ଼ି ସୁଦ୍ଧା ପ୍ରବେଶ କରିପାରିବ ନାହିଁ ମହାରାଜ ତେଣୁ ମହାରାଜ କାରାକକ୍ଷର ଚତୁଃପାର୍ଶ୍ୱରେ ମହାରାଜ କଡ଼ା ପ୍ରହରାର ବ୍ୟବସ୍ଥା କର ମହାରାଜ 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 କେଉଁ ଏକ ଦୁର୍ବୁତ୍ତ ଚିତ୍କାର କରାଇ ସିଂହ ଦ୍ୱାର ମଧ୍ୟ ମହାରାଜ ମତେ ଯଦି କରିବେ ଆଦେଶ ହେଉଛି ଆଦେଶ ମହାରାଜ କିଏ ସେଇ ଦେଖି ଆସ ମହାରାଜ କିଛି ଦିନର ପ୍ରତୀକ୍ଷା ଆଜି ଅନ୍ତ ହୋଇଛି କେତେ ଅପେକ୍ଷା କରିଥିଲି ସେହି ଗୋମତ ପର୍ବତ ଶିଖରରେ ଯମୁନା କୂଳରେ ପୁତ୍ର ଧନରେ ବାପା ବୋଲି ଡାକିଦେ ଏ ସମସ୍ତ ମଥୁରା କଟକରେ ତୋର ଉପସ୍ଥିତ ଥିବା ପ୍ରଜାମାନଙ୍କର ସମ୍ମୁଖରେ ବାପା ବୋଲି ଡାକିଛି ମୁଁ ହଉଛି ତୋରି ପିତା କଂସ ତୋରି ପିତା ମୋ ତ୍ରୁମିଆଚୁର କଣ କହିଲୁ ତୁ ହିଁ ଦୁର୍ମିଳାସୁର ହେଲେ ମତେ ପୁତ୍ର ବୋଲି ସମ୍ବୋଧନ କରୁଛୁ କାହିଁକି ମୋର ପିତା ଉଗ୍ରସେନ ଶୁଣିବୁ ସେଇ ଅତୀତର କଥା ସେଦିନ ଥିଲା ମକର ସଂକ୍ରାନ୍ତି তোর মা ইন্দুমতি ঋতুমতি হইছিলা আউ ঋতুমতি হইଥିବା তଳେ ঋতুସ୍ନାନ କରିବା ପାଇଁ ଯାଇଥିଲା ଯମୁନାର ଜଳକୁ ସେତିକି ବେଳେ ଠିକ ସନ୍ଧ୍ୟା ଗୋମତ ପର୍ବତ ଶିଖରରେ ତୋର ମାକୁ ଦେଖୁଥିଲି ତୋର ମା ସେଦିନ ସମ୍ପୂର୍ଣ୍ଣ ବାସ୍ତ ଶୂନ୍ୟ ଥିଲା ଉଲଗ୍ନ ହୋଇ ଯେତେବେଳେ ଯମୁନା କୂଳରେ ସ୍ନାନ କରୁଥିଲା ସେଇ ପର୍ବତ ଉପରୁ ଥାଇ ତୋର ମାର ସେଇ ନଗ୍ନ ଦୃଶ୍ୟକୁ ମୁଁ ଦେଖୁଥିଲି ଦିନେ ଗଲା 2
दिन गला 3 दिन गला 4 दिन आउ मु सही पारि नथिली तोर मार सेई दृश्य को देखी तापरे तोर बाबा उग्र सेनर रूप को धारण करिथिली तोर माँ को सेई यमुनार पानी पठारे शरीर संबंध करिथिली तापरे सेई बिंदु हौजु तू ए द्रुमिल राक्षस धर्मिलासुर अरे बाबा बोली जाकी महामंत्री महाराज ना ये कौन शुणुचे महामंत्री ना महाराज धर्मिलासुर कहू अच्छे मते माता इंदुमती को म करिला हरण ए महाराज कंस तापरे जन्म नेला कंस महाराज धर्मिलासुर कंस थोड़े बाबा बोली जाए औषधि करियो जो माता को बहर महाराज माता मोर सती सधी महाराज मु स्वीकार करूछी सती कलु कहीं महाराज औषधि मु तो तोर पिता औषधि कली केमिति ना मु सही भक्त सेन रूपी महाराज पुत्र बोली डाको नहीं मते पुत्र बोली डाको नहीं मते पुत्र बोली डाको नहीं मते क्रोध हरे जर्जरित सर्पांग এই যমুনার নীল জল রাতে এবে বি মোর সাক্ষী অজি রে পুত্র সে কহিব তোর পিতা बंद करो কষ্ট बंद करो दुर्मिलासुर মাতা বলি बारंबार कहू अच्छु मते माता इंदुमती को तू करिछु हरण না तेणु कंस तोते देव नहीं क्षमा कंस तोते देव नहीं क्षमा মহারাজ ইহত করন্তু অধম রাক্ষসকু মহারাজ বিলম্বরে নাহি প্রয়োজন পিতা খুঁজে সম্মান দেই জানে না সে কেমিতি পুত্র ছি রাজা হইছু মথুরাপুরে লজ্জা লাগু নাহি তোতে किया पिता किया पुत्र যে নিজর পিতাকু সম্মান দেই জানে না সে কি পুত্র যে अरे पिता हे थिले सिना सम्मान दे थंती এই কংস, বৃথা গর্জন করণ যে নিজর ভগ্নী ভিনয়কু সম্মান দেই জানে না রে পাপী তু মতে আজি আউ কাহিকি সম্মান দেবু নহলে তোর বাড়ি ধরন্তু পিতাকু বদ্ধ করিবা পাই हो ভাবিছু হীন ভীরু পুরুষ এই দুর্মিলাসুর दुर्मिलासुर দুর্ধর্ষম আজি रण करो कंसासुर संगे দুর্ধান্তম প্রস্তুত আছে তোর প্রতি অস্ত্র প্রত্যাহার आ
ଅଭିଶାପ ଦେଇଥିଲ ଯେତେବେଳେ ଉଗ୍ରସେନ ରୂପ ଧାରଣ କରି ତୋର ମାର ଶରୀରକୁ ଛିନଭିନ କରିଥିଲି ସେତିକିବେଳେ ବିନ୍ଦୁରୁ ଗର୍ଭ ହେଲୁ ତୋର ମା ମୋତେ ଅଭିଶାପ ଦେଇଥିଲା ଏ ଗର୍ଭରୁ ଯେଉଁ ପୁତ୍ର ଜନ୍ମ ହେବ ଦୁର୍ଦ୍ଦାନ୍ତ ହେବ ଦୁର୍ଦ୍ଧର୍ଷ ହେବ ସିଏ ତୋତେ ମାରିବ ତେଣୁ ଦୁର୍ବିଳାସୁର ମାତା ମୋର ଦେଇଅଛି ଅଭିଶାପ ତପରେ ତେଣୁ ଏଇ ଦେଖ ଜୟ ମଧୁରାଧିପତି କଂସ ମହାରାଜାଙ୍କର ଜୟ ମଧୁରାଧିପତି କଂସ ମହାରାଜାଙ୍କର ଜୟ ହୋ ମହାମନ୍ତ୍ରୀ ମହାରାଜ ଦୁର୍ବିଳାସୁର ମହାରାଜ ଆଉ ନାହିଁ ଏହ ଜଗତରେ ମହାରାଜ ନିଜେ କରୁଛେ ସ୍ୱୀକାର ମହାରାଜ ମାତା ଇନ୍ଦୁମତୀ ଦେଲା ଅଭିଶାପ ମହାରାଜ ମୋ ଗର୍ଭରୁ ଯେଉଁ ପୁତ୍ର ହୋଇବ ଜନ୍ମ ମହାରାଜ ତାରି ହସ୍ତେ ହେବ ତୋର ମୃତ୍ୟୁ ମହାରାଜ ଆଜି ମା ଇନ୍ଦୁମତୀର ଅଭିଶାପ ହେଲା ଫଳପ୍ରଦ ନିଶ୍ଚିତ ରୂପରେ ମହାରାଜ ନେଇଯାଅ ସେନାପତି ଗଣ ସେନାପତିଗଣ ରେ ଅଧମ ଦୁର୍ବିଳ ରାକ୍ଷସ ପୂର୍ବାଜିତ କର୍ମ ଫଳ ଭୋଗିଲୁ ଅବଶ୍ୟ ପବିତ୍ର ଭୋଜ ବଂଶରେ ବଳି ଦେଲୁ କଳଙ୍କର ଗାଳିମା ଯାଅ ସେନାପତି ଗଣେ ଦୁର୍ବିଳ ରାକ୍ଷସର ସର୍ବାଙ୍ଗ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫିଙ୍ଗି ଦିଅ ଶ୍ୱାନ ତେଣୁ ସ୍ୱଭାବ ମହାମନ୍ତ୍ରୀ ମହାରାଜ